ମା ଆଜି ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 299। ପ୍ରଭୁ ଲେଖୁଛନ୍ତି, ମନୁଷ୍ୟମାନେ ବଳ ଓ ଆନନ୍ଦ ବିଷୟରେ ସତେଅବା କ୍ଳାନ୍ତ ହୋଇ ପଡ଼ିଛନ୍ତି ଓ ଦୁଃଖ ଏବଂ ଦୁର୍ବଳତାକୁ ଗୁଣ ବୋଲି କହିଛନ୍ତି। ଜ୍ଞାନ ଲାଭରେ କ୍ଳାନ୍ତ ହୋଇ ଅଜ୍ଞାନକୁ ପବିତ୍ରତା ବୋଲି କହିଛନ୍ତି ଏବଂ ପ୍ରେମରେ କ୍ଳାନ୍ତ ହୋଇ ହୃଦୟହୀନତାକୁ ହିଁ ଆଲୋକନ ଏବଂ ପ୍ରଜ୍ଞା ବୋଲି କହିଛନ୍ତି। ଏଇଟା ଆମେ ଆଲୋଚନା କରୁଥିଲେ ଯେ ପ୍ରକୃତରେ ମନୁଷ୍ୟ ଏମିତି ଏକ ଅବସ୍ଥାରେ ଆସି ପହଞ୍ଚିଯାଏ ଯେତେବେଳେ ସେ ଆତ୍ମା ଦ୍ୱାରା ପରିଚାଳିତ ନ ହୋଇ ବାହ୍ୟ ମନ ପ୍ରାଣ ଶରୀର ଦ୍ୱାରା ପରିଚାଳିତ ହୁଏ ଏବଂ ନିମ୍ନ ପ୍ରାଣ ସ୍ତରକୁ ବା ନିମ୍ନ ମନ ସ୍ତରକୁ ମଧ୍ୟ ଯେତେବେଳେ ସେ ଖସିଯାଏ ତା ଦ୍ୱାରା କେବଳ ପରିଚାଳିତ ହୁଏ, ସେତେବେଳେ ସେ ଯୋଉ ଗୁଡ଼ିକ ଅସାମର୍ଥ୍ୟତା, ଯୋଉ ଗୁଡ଼ିକ ତାକୁ ଅଗ୍ରଗତି ପଛରେ ବାଧକ ହୋଇ ସୃଷ୍ଟି ହୁଏ, ସେ ତାକୁ ହିଁ ତାର ସମ୍ପତ୍ତି ବୋଲି ମନେ କରେ। ଆପଣ ଅନେକ ସମୟରେ ଦେଖନ୍ତୁ, ଯେତେବେଳେ ପର୍ଯ୍ୟନ୍ତ ବ୍ୟକ୍ତି ନିଜେ ଯାହା କରୁଥାଏ, ନିଜେ ଯାହା କହୁଥାଏ, ନିଜେ ଯେପରି ବଞ୍ଚୁଥାଏ, ତାହା ଯେ ସଠିକ ମାର୍ଗରେ ନାହିଁ ବା ତାହା ଯେ ସେ ଭୁଲ କରୁଛି, ଯେ ପର୍ଯ୍ୟନ୍ତ ସିଏ ଏ ବିଷୟରେ ସଚେତନ ନ ହୋଇଛି, ସେ ପର୍ଯ୍ୟନ୍ତ ସିଏ କ'ଣ କରେ? ତାକୁ ସମର୍ଥନ କରେ ଏବଂ ତା ସପକ୍ଷରେ ଅନେକ ଅଧିକ ଯୁକ୍ତି। ତେଣୁ ଇଏ ଗୋଟେ ଅବସ୍ଥା ସେଟା। ତେଣୁ ଆପଣ ସଚରାଚର ଭୂମିରେ ସବୁଆଡେ ଦେଖିବେ, ଯୋଉମାନେ ଅହଂ ଦ୍ୱାରା ପରିଚାଳିତ ହଉଛନ୍ତି, ଯୋଉମାନେ ସ୍ୱାର୍ଥ ପ୍ରଣୋଦିତ ହେଇକି ପରିଚାଳିତ ହଉଛନ୍ତି, ସେମାନେ ଯେ ପଥଭ୍ରଷ୍ଟ ହେଇ ଚାଲିଛନ୍ତି ଏ ବିଷୟରେ ସେମାନେ ସଚେତନ ନଥାନ୍ତି ଏବଂ ସେମାନେ ନିଜକୁ ସମର୍ଥନ କରି କହନ୍ତି ଯେ ମୁଁ ଠିକ ମାର୍ଗରେ ଅଛି। ଅନେକ ସମୟରେ ଆପଣମାନେ ଦେଖିଥିବେ ଭିନ୍ନ ଭିନ୍ନ ପ୍ରକାରର ଯୁକ୍ତି ଦିଆଯାଏ, ଯେପରି ମୁଁ ଯେକୌଣସି ଉପାୟରେ ଭଗବାନ ପାଇଁ ଯଦି ଅର୍ଥ ଆଣିଲି ତେବେ ତାହା ସଠିକ ବୋଲି ନିଜକୁ ନିଜେ ଆମେ ସାଟିସ୍ଫାଏ ଦଉ। ମାଙ୍କ ପାଇଁ ଆଣିଲି, ଭଗବାନ ପାଇଁ ଆଣିଲି, କିନ୍ତୁ ତାହା କୋଉ ମାର୍ଗରେ ଆଣିଛି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଯୋଉ ମେସେଜ ରହିଛି ଯେ ଆଟିଚ୍ୟୁଡ ଇଜ ଇମ୍ପୋର୍ଟାଣ୍ଟ, ମନୋଭାବ ତମର ହଉଛି ଇମ୍ପୋର୍ଟାଣ୍ଟ, ସିଏ କୁହନ୍ତି ଉଦ୍ଦେଶ୍ୟ ହଉଛି ଯେ ଉଦ୍ଦେଶ୍ୟ ଗୋଟେ କହିବେ କ'ଣ ଯେ ମନେ କରାଯାଉ ଭଗବାନଙ୍କ କଥା ଟିକେ କାନରେ ପଡିବ ତ ମୁଁ ଯୋଉ ଉପାୟରେ ତାକୁ ଡାକେ, ଠିକ ଅଛି, କିନ୍ତୁ ତମର ଅବଜେକ୍ଟିଭ, ତମ ନିଜର ବ୍ୟକ୍ତିର ଯୋଉ ଉଦ୍ଦେଶ୍ୟ ରହିଛି ସେ ଉଦ୍ଦେଶ୍ୟ କ'ଣ କରେ? ଯୋଉ ଘଟଣା ଘଟେ ସେ ଘଟଣା ପଶ୍ଚାତରେ ରହିଥାଏ। ତେଣୁ ସୂକ୍ଷ୍ମ ସ୍ତରରେ ସେ କ'ଣ କରେ? ତାର ଭ୍ୟାଲ୍ୟୁକୁ କମେଇ ଦିଏ। ତେଣୁ ଅହଂ ପ୍ରଣୋଦିତ ହେଇ, ସ୍ୱାର୍ଥ ପ୍ରଣୋଦିତ ହେଇ ବ୍ୟକ୍ତି ଯେତେବେଳେ ବଞ୍ଚୁଥାଏ, ସେତେବେଳେ ସେ ତାର ଦୁର୍ବଳତା, ତାର ଅସାମର୍ଥ୍ୟତା, ତାର ଦୁଃଖ, ତାକୁ ସବୁ ସେ ମହିମାନ୍ୱିତ କରେ ଏବଂ ତାକୁ ସେ ଆଲୋକ ଏବଂ ପ୍ରଜ୍ଞାର ଆଖ୍ୟା ଦିଏ। ପ୍ରଭୁ ଲେଖୁଛନ୍ତି ଯେ ସେ ସତେଅବା ବଳ ଓ ଆନନ୍ଦ ବିଷୟରେ କ୍ଳାନ୍ତ ହୋଇ ଦୁଃଖ ଓ ଦୁର୍ବଳତାକୁ ଗୁଣ ବୋଲି କହୁଛନ୍ତି। ଜ୍ଞାନ ଲାଭରେ କ୍ଳାନ୍ତ ହୋଇ ଅଜ୍ଞାନକୁ ପବିତ୍ରତା ବୋଲି କହୁଛନ୍ତି ଏବଂ ପ୍ରେମରେ କ୍ଳାନ୍ତ ହୋଇ ହୃଦୟହୀନତାକୁ ଆଲୋକନ ଏବଂ ପ୍ରଜ୍ଞା ବୋଲି କହୁଛନ୍ତି। ତେଣୁ ଇଏ କ'ଣ ହୁଏ? ସେମାନେ ଏକ ମିଥ୍ୟା ପ୍ରହେଳିକା ଦ୍ୱାରା ବଞ୍ଚନ୍ତି। ଯାହା କରୁଥାନ୍ତି ଜୀବନ ଯାକ ସେ ଭାବନ୍ତି ଯେ ମୁଁ ଉଚିତ ମାର୍ଗରେ ଅଛି, କିନ୍ତୁ ସେମାନେ ଠିକ ଅପୋଜିଟ ଟାକୁ ଧରନ୍ତି। ସେଥିପାଇଁ ଆମକୁ ସଚେତନ ହେବାକୁ ପଡିବ। ଆମେ ନିଜକୁ ନିଜେ କେମିତି ବିଚାର କରିପାରିବା? ଆପଣ ଦେଖିବେ ଯେ ଆପଣଙ୍କ ଭିତରେ ଡିସ୍କ୍ରିମିନେସନ ପାୱାର, ପାର୍ଥକ୍ୟ ବୋଧ ଜ୍ଞାନ ଆସୁଛି କି ଆସୁନାହିଁ? ଯଦି ପାର୍ଥକ୍ୟ ବୋଧ ଜ୍ଞାନ ଆସୁନାହିଁ, ତାମାନେ ଏପର୍ଯ୍ୟନ୍ତ ଆପଣ ଅଜ୍ଞାନତାଟାକୁ ଜ୍ଞାନ ବୋଲି ମନେ କରିଛନ୍ତି। ପାର୍ଥକ୍ୟ ବୋଧ କାହିଁକି? ପାର୍ଥକ୍ୟ ବୋଧ ଯଦି ନାହିଁ, ତେବେ କୋଉ ଘଟଣାଟି, କୋଉ ମୋର କାର୍ଯ୍ୟଟି, କୋଉ ମୋର ଚିନ୍ତାଟି, କୋଉ ବ୍ୟକ୍ତି ସହିତ ମୋର ସମ୍ପର୍କ, କୋଉ ବ୍ୟକ୍ତିର
କଥା ଦ୍ୱାରା ମୁଁ ପରିଚାଳିତ ହଉଛି, କୋଉ ବ୍ୟକ୍ତିକୁ ନେଇକି ମୁଁ କାମ କରୁଛି, ମୁଁ କୋଉ ପ୍ରକାରରେ କାର୍ଯ୍ୟ କରୁଛି, ଏ ସବୁର ପାର୍ଥକ୍ୟ ବୋଧ ଜ୍ଞାନ ନ ରହିଲେ ତାହା କ'ଣ ହବ, ମତେ ଭଗବତ ମାର୍ଗରେ ବା ଉଚ୍ଚତର ମାର୍ଗରେ ମତେ ଅଗ୍ରଗତି ନ କରାଇ ମତେ କ'ଣ କରିବ, ଅଧୋଗତିରେ ସାହାଯ୍ୟ କରେ। ଏକଥା ମତେ ବୁଝିବାରେ ସାହାଯ୍ୟ କରେ ମୋର ପାର୍ଥକ୍ୟ ବୋଧ ଜ୍ଞାନଟି। ଯଦି ତାହା ନାହିଁ, ତାମାନେ ଆପଣ ଏବେ ବି ଜାଣିବେ ଯେ ଆପଣ ଅଜ୍ଞାନତାକୁ ଜ୍ଞାନ ବୋଲି ମନେ କରି ବଞ୍ଚିଛନ୍ତି। ଇଏ ଗୋଟେ ସହଜ କଥାଟିଏ। ବେଳେ ବେଳେ କିନ୍ତୁ ଯଦି ମାଙ୍କର କୃପା ନଥାଏ, ଏଇଟା ଆମ ପାଖରେ କଷ୍ଟ ହେଇକି ଆସି ପହଞ୍ଚେ। ସେଥିପାଇଁ କୁହାଯାଏ, ପ୍ରଥମେ ଆପଣ ଦେଖିବେ ଯୋଉ ଘଟଣାରେ ଯେ ସମୟରେ ବି ହଉ, ଆପଣ ଆଗ ଦେଖିବେ ଯେ ଏଥିରେ ମୋର ବ୍ୟକ୍ତିଗତ ସ୍ୱାର୍ଥ ଅଛି କି, ମୋର ବ୍ୟକ୍ତିଗତ କିଛି ଦୁର୍ବଳତା ରହିଛି କି, ବ୍ୟକ୍ତିଗତ ଆସକ୍ତି କିଛି ରହିଛି କି, ଆଗ ତାକୁ ପରୀକ୍ଷା କରିବେ। ତାପରେ ଦେଖିବେ ସେଇ କାର୍ଯ୍ୟ ଫଳରେ ଅନୁଷ୍ଠାନ କ'ଣ ଲାଭ ପାଇବ। ଏବେ ଦେଖାଯାଉଛି ମତେ ଯୋଉଟା ଲାଭ, ସେଇଟା ଗୋଟେ ଲଙ୍ଗ ପ୍ରୋସେସରେ ଲାଭ କି ମୋର ଲାଭର ସଂଜ୍ଞା ହବ କୋଉ କାହାକୁ ନେଇକିରି, ଲୋକ ମୋ ଅନୁଷ୍ଠାନକୁ କେତେ ଭଲ କହୁଛନ୍ତି, ଲୋକ ମତେ କେତେ ପ୍ରଶଂସା କରୁଛନ୍ତି, ତା ନୁହେଁ। ଆପଣଙ୍କର ଅନୁଷ୍ଠାନର ବା ମୋର ବ୍ୟକ୍ତିଗତ ଯୋଉ ସଂକଳ୍ପ ରହିଥିଲା ଭଗବାନଙ୍କୁ ପୂର୍ଣ୍ଣ ରୂପେ ପରିପ୍ରକାଶ କରିବା, ତାହା ସେଇ ପରିପ୍ରକାଶ ଦିଗରେ ସହାୟତା କରୁଛି ତ ନା ମତେ ଲାଗୁଛି ସହାୟତା କରୁଛି। ଏଇସବୁ ଜିନିଷକୁ ଆମକୁ ପରୀକ୍ଷା କରିବାକୁ ପଡିବ। ଇଏ ହେଲା ଦ୍ୱିତୀୟଟି। ତୃତୀୟଟି ହଉଛି, ସେଟା ହଉଛି କ'ଣ, ସିଧାସଳଖ ସବୁ ଘଟଣାକୁ ନିଜେ ନିଷ୍ପତ୍ତି କିଛି ନ ନେଇ ଆଗ ମାଙ୍କ ପାଖରେ ଯାଇକି କହିବେ ଯେ ଆଜି ଏଇଆ କରିବାର ଅଛି, ଆପଣ ମତେ ଗାଇଡ୍ କରନ୍ତୁ। ମୋର ବ୍ୟକ୍ତିଗତ ରୁଚି ଆ ଭିତରେ ବାଧା ସୃଷ୍ଟି କରିପାରେ, ମୋର ବ୍ୟକ୍ତିଗତ ସୀମିତ ଜ୍ଞାନ ଏଥିରେ ବାଧା ସୃଷ୍ଟି କରିପାରେ, ମତେ ତାଠାରୁ ଊର୍ଦ୍ଧ୍ୱକୁ ଉଠେଇ ନିଅନ୍ତୁ, ଆପଣଙ୍କ ଇଚ୍ଛା ଅନୁସାରେ ମତେ ପରିଚାଳିତ କରନ୍ତୁ। ଏହି ପ୍ରାର୍ଥନା, ଏହି ଆଶୀର୍ବାଦ କରି ରଖିବାକୁ ପଡିବ। ତାହେଲେ ଆମେ ଏଇ ପ୍ରକାରର ଯୋଉ ଦୁର୍ବଳତାରୁ ନିଜକୁ ଦୂରେଇ ରଖିପାରିବୁ। ଜ୍ଞାନ 290 ପ୍ରଭୁ ଲେଖୁଛନ୍ତି, ଅନେକ ପ୍ରକାର ସହିଷ୍ଣୁତା ରହିଛି। ମୁଁ ଥରେ ଦେଖିଲି ଯେ ଜଣେ ଭୀରୁ ତାକୁ ଚାପୁଡା ମାରୁଥିବା କୌଣସି ବ୍ୟକ୍ତି ଆଡକୁ ତା ଗାଲଟିକୁ ଦେଖାଇ ଛିଡା ହୋଇଛି। ଆଉ ଥରେ ଦେଖିଲି ଜଣେ ଦୁର୍ବଳ ଦେହ ମଣିଷ ଆଉ ଜଣେ ପ୍ରବଳ ଏବଂ ଆତ୍ମହୃଷ୍ଟ ଉତ୍ପୀଡ଼ନକାରୀ ଠାରୁ ମାଡ଼ ଖାଉଥିଲେ ମଧ୍ୟ ତାହା ଆଡକୁ ସ୍ଥିର ଏବଂ ଉତ୍ସୁକ ଭାବରେ ଅନାଇ ରହିଛି। ଈଶ୍ୱରଙ୍କ ଅବତାର ତାଙ୍କ ଆଡକୁ ପଥର ଫୋପାଡୁଥିବା ଲୋକମାନଙ୍କ ଦିଗରେ ପ୍ରେମପୂର୍ଣ୍ଣ ଭାବରେ ଅନାଇ ମୁରୁକି ହସୁଥିବାର ମଧ୍ୟ ଦେଖିଲି। ପ୍ରଥମ ଦୃଶ୍ୟଟି ଅତ୍ୟନ୍ତ ହାସ୍ୟାସ୍ପଦ ଥିଲା, ଦ୍ୱିତୀୟଟିକୁ ଅତ୍ୟନ୍ତ ଭୟଙ୍କର ବୋଲି କୁହାଯିବ ଏବଂ ତୃତୀୟଟିକୁ ଦିବ୍ୟ ତଥା ପବିତ୍ର ବୋଲି କହିବାକୁ ହେବ। ତିନୋଟି ଦୃଶ୍ୟ କଥା ପ୍ରଭୁ ବର୍ଣ୍ଣନା କରୁଛନ୍ତି। ପ୍ରଥମେ କହୁଛନ୍ତି, ଜଣେ ଭୀରୁ ବ୍ୟକ୍ତି, ସିଏ ଅନ୍ୟ ଜଣେ ସବଳ ବ୍ୟକ୍ତି ବା ଚାପୁଡା ମାରୁଥିବା ବ୍ୟକ୍ତି ଯୋଉ କହୁଛନ୍ତି, ତାମାନେ ସବଳ ବ୍ୟକ୍ତି ପାଖରେ ଆତ୍ମସମର୍ପଣ କରିଗଲା ଭଳିଆ ଗାଲକୁ ଦେଖେଇ ଠିଆ ହେଇଛି। ତାମାନେ ସେଠୁ ସିଏ ପଳାୟନ ବି କରିବା ପାଇଁ ସଂକଳ୍ପ କରିପାରୁନାହିଁ, ଏତେ ଭୀରୁ ସିଏ। ଦ୍ୱିତୀୟରେ କହୁଛନ୍ତି, ଦୁର୍ବଳ ଦେହ ମଣିଷ ଆଉ ଜଣେ ପ୍ରବଳ ଏବଂ ଆତ୍ମହୃଷ୍ଟ ଉତ୍ପୀଡ଼ନକାରୀ ଠାରୁ ମାଡ଼ ଖାଉଥିଲେ ମଧ୍ୟ ତାହା ଆଡକୁ ସ୍ଥିର ଏବଂ ଉତ୍ସୁକ ଭାବରେ ଅନାଇ ରହିଛି। ମାନେ ମାଡ଼ ଖାଉଛି, ଯନ୍ତ୍ରଣା ପାଉଛି, କିନ୍ତୁ ତଥାପି ସେ ଆଗ୍ରହର ସହିତ ତାକୁ ଚାହିଁ ରହିଛି। ତାମାନେ କେତେ ଅଜ୍ଞାନ ସେ ଚିନ୍ତା କରନ୍ତୁ। ପ୍ରଥମଟି ତ ଭୀରୁ ଦୁର୍ବଳ ହେଇକିରି ମାନେ ଠିଆ ହେଇଛି। ଏଥିରେ କ'ଣ ହଉଛି, ସେ ଜାଣୁଛି କଷ୍ଟ ପାଉଛି, ଯନ୍ତ୍ରଣା ପାଉଛି, କିନ୍ତୁ ତଥାପି ବି ତାହାରି ଆଡକୁ ଉତ୍ସୁକ ହେଇକି ଚାହିଁ ରହିଛି। ସେଥିପାଇଁ ପ୍ରଭୁକୁ ଲେଖୁଛନ୍ତି, ଏଇଟା ଗୋଟେ ଅତ୍ୟନ୍ତ ଭୟଙ୍କର ଦୃଶ୍ୟ। ତୃତୀୟଟି ହେଉଛି, ଈଶ୍ୱରଙ୍କ ଅବତାର ତାଙ୍କ ଆଡକୁ ପଥର ଫିଙ୍ଗୁଥିବା ଲୋକମାନଙ୍କ ଦିଗରେ ପ୍ରେମପୂର୍ଣ୍ଣ ଭାବରେ ଅନାଇ ମୁରୁକି ହସୁଛନ୍ତି। ଏଇ ହଉଛି ଭିତରର ଭାବ। ମାନେ ତାକୁ ଯେ ଆଘାତ କରୁଛି,
ତାକୁ ଯେ ଆଘାତ କରୁଛି ତା ପ୍ରତି ତାର ଭାବ କ'ଣ, ଏ ଶେଷଟା ହଉଛି ପ୍ରେମପୂର୍ଣ୍ଣ ଭାବରେ ସେ ତାକୁ ସ୍ୱୀକାର କରୁଛି। ତା ମାନେ ସମସ୍ତଙ୍କ ଭିତରେ ଯେ ପର୍ଯ୍ୟନ୍ତ ତୁମେ ଭଗବତ ଉପସ୍ଥିତି ଅନୁଭବ ନ କରିଛ ସେ ପର୍ଯ୍ୟନ୍ତ ତୁମକୁ ଆଘାତ ଦେଉଥିବା ବ୍ୟକ୍ତି ଭିତରେ ମଧ୍ୟ ତମେ ପ୍ରେମପୂର୍ଣ୍ଣ ଭାବ ସହିତ ହୃଦୟ ସହିତ ତାକୁ ତୁମର ଦୃଷ୍ଟି ରହିପାରିବ ନାହିଁ। ପ୍ରଥମଟାରେ ହେଲା ଭୀରୁ, ନିଜେ ଡରି ଯାଉଛି କିନ୍ତୁ ଚୁପ ହେଇକି ଠିଆ ହେଇଛି ଡରିକି। ଦ୍ୱିତୀୟଟାରେ କ'ଣ ହଉଛି, ସେ ଜାଣିପାରୁନି, ଏତେ ଅଜ୍ଞାନତା ଏତେ ଅନ୍ଧକାର ଭିତରେ ରହିଛି, ଆକ୍ରମଣକାରୀ ମାନଙ୍କୁ ମଧ୍ୟ ଉତ୍ସାହର ସହିତ ଚାହିଁ ରହିଛି, ସେଥିପାଇଁ କହିଲେ ଭୟଙ୍କର। କିନ୍ତୁ ତୃତୀୟଟି କହିଲେ ସେଇ ବ୍ୟକ୍ତି ଈଶ୍ୱରଙ୍କର ଅବତାର ବୋଲି କହୁଛନ୍ତି ଯେମିତି, ତାମାନେ ଯିଏ ଭଗବାନ ସହିତ ଏକୀଭୂତ ହେଇଥାଏ ସିଏ ସମସ୍ତଙ୍କ ପ୍ରତି ଏକ ପ୍ରେମାସ୍ପଦ ପୂର୍ଣ୍ଣ ବ୍ୟବହାର ରଖିଥାଏ। ଏ ବିଷୟରେ ଆମେ ପୂର୍ବରୁ ଥରେ ଏକ୍ସାମ୍ପଲ କଥା ହଉଥିଲେ, ଯୋଉ ବ୍ୟକ୍ତିଙ୍କୁ ମାଡ଼ ହଉଥିଲା ସେ କହିଲେ ଯୋଉ ବ୍ୟକ୍ତି ମାରୁଥିଲା ସେଇ ବ୍ୟକ୍ତି ମତେ କ୍ଷୀର ପିଉଛି, ସେଇ ବ୍ୟକ୍ତି ମତେ ସେବା କରୁଛି, ମୋର ମନେ ପଡିବ। ମା ଲେଖୁଛନ୍ତି ଶ୍ରୀଅରବିନ୍ଦ ଏଠାରେ ଆମକୁ କହୁଛନ୍ତି ଯେ ସକଳ ସ୍ଥିତିରେ ପ୍ରେମର ହିଁ ବିକିରଣ କରିବା ହେଉଛି ପରମ ଦିବ୍ୟ ସତାଙ୍କର ଗୋଟିଏ ସନ୍ତକ। ସେ ପରମ ଦିବ୍ୟ ସତା ସମସ୍ତଙ୍କ ପାଇଁ ପ୍ରେମ ହିଁ ପ୍ରେମ ବିକିରଣ କରି ଚାଲିଥାନ୍ତି। ଯିଏ ତାଙ୍କୁ ଆଘାତ କରୁଛି ଓ ଯିଏ ତାଙ୍କର ପୂଜା କରୁଛି ତାଙ୍କର ଉଭୟଙ୍କ ପ୍ରତି ସମାନ ପରିମାଣରେ ପ୍ରେମ ଭାବନା ରହିଛି। ତେଣୁ ଏଇଠି ଯୋଉ କହନ୍ତି ଯେ ମୋ ଭାଗ୍ୟରେ ଖରାପ ଅଛି, ଯେ ପ୍ରକୃତରେ ସେଥିପାଇଁ ଦାୟୀ ଭଗବାନ ନୁହନ୍ତି, ଦାୟୀ ହଉଛ ତମେ। ଭଗବାନ ସମସ୍ତଙ୍କ ପ୍ରତି ସମଭାବାପନ୍ନ ରଖିଥାନ୍ତି, ସମଭାବାପନ୍ନ ରଖିଥାନ୍ତି। ତମର ଯୋଉ ଆସ୍ପୃହା ରହିଛି, ତମର ଯୋଉ ବଞ୍ଚିବା ଶୈଳୀ ରହିଛି, ସେଇ ଅନୁସାରେ ତମର ଗତିପଥକୁ ତମେ ନିଶ୍ଚୟ କରୁଛ। ଆମେ ଯଦି ଆସ୍ପୃହା ରଖୁଛେ ଯେ ମୋ ଦେହ ଟିକେ ଖରାପ ହୁଅନ୍ତା କି ମୁଁ ଟିକେ ଘରକୁ ଯାଆନ୍ତି, ଆଜି ଏଇ ଶୁଣୁଥିଲି ଗୋଟେ ହଷ୍ଟେଲ ପିଲାଟେ ଘରକୁ ଯାଇଛି, କିଛି ନାହିଁ, ଲୁଜ ମୋସନ ଟିକେ ହେଇଛି, ସେଥିପାଇଁ ଘରକୁ ଯିବାର କିଛି ଆବଶ୍ୟକ ନାହିଁ। କିନ୍ତୁ ପାଠ ପଢା ଯଦି ତାର ଲକ୍ଷ୍ୟ ସେ ରଖିଥାନ୍ତା ତେବେ ସେ ପାଠ ପଢା ଛାଡିକି କେବେ ଘରକୁ ଯିବାକୁ ସଂକଳ୍ପ କରିନଥାନ୍ତା। ଏପରିକି ଆମେ ଯେତେବେଳେ ଯୋଉମାନେ ଦାୟିତ୍ୱରେ ରହିଛନ୍ତି, ଆମ ପାଇଁ କୋଉଟା ଗୁରୁତ୍ୱପୂର୍ଣ୍ଣ ତାକୁ ଆମକୁ ଦେଖିବାକୁ ପଡେ। ଏଠି କ'ଣ ହଉଛି ଯେ ଲକ୍ଷ୍ୟ ଯେତେବେଳେ ମୋର ସ୍ଥିର ନାହିଁ ସେତେବେଳେ କ'ଣ ହଉଛି ନା ମୁଁ ଭଗବାନଙ୍କୁ ଦୋଷ ଦିଏ, ଅନ୍ୟମାନଙ୍କୁ ଦୋଷ ଦିଏ, ସମସ୍ତଙ୍କୁ ଦୋଷ ଦିଏ। କିନ୍ତୁ ଏଠି ଲେଖୁଛନ୍ତି ଯେ ପରମଙ୍କର ଉଭୟଙ୍କ ପ୍ରତି ସମାନ ଭାବ ଥାଏ। ବ୍ୟକ୍ତି ଯୋଉ ଯନ୍ତ୍ରଣା ପାଏ ତାର କାରଣ ହଉଛି ସେ ନିଜେ। ବର୍ତ୍ତମାନ ଯୋଉ ଆମେ ଯାହା କରୁଛନ୍ତି ତାର କନସିକ୍ୱେନ୍ସ ଆମକୁ, ଆମେ ହିଁ ତାକୁ ଆହ୍ୱାନ କରି ଡାକି ଆଣୁ, ତେଣୁ ଆମକୁ ଭୋଗିବାକୁ ପଡିବ, କିଛି ବାଟ ନାହିଁ। ମନେ କରାଯାଉ ପିଲାଟିଏ ଯଦି କ୍ଲାସ ଆଟେଣ୍ଡ କରିବନି, ପାଠ ଯୋଉଗୁଡାକ ବୁଝା ହଉଛି ତାକୁ ଶୁଣିବା ପାଇଁ ବି ନିଜେ ଅନୁପସ୍ଥିତ ଥିବ, ତେବେ ତାର କନସିକ୍ୱେନ୍ସ ହଉଛି କ'ଣ? ତା ପର ପାଠ ସବୁ ଯାକ ଲୁଜ ହବ। ସିଏ କହିବ ମୁଁ 5 ଦିନ ଆବସେଣ୍ଟ ରହିଥିଲି ତା ବୋଲି ଏତେ କେମିତି ଖରାପ ହବ? 5 ଦିନ ଆବସେଣ୍ଟ ରହିଲେ 5 ମାସର ତମେ ପଛରେ ରହିବ। 5 ମାସର ପଛରେ ରହିବା ଅର୍ଥ ହଉଛି ତମେ ପୁରା ବର୍ଷର ପଛରେ ରହିବ। କେମିତି? ଯୋଉଟା ସରି ଯାଇଛି ସିଏ ଆସିଲା ବେଳକୁ ନୂଆଟା ଯୋଉ ଆରମ୍ଭ ହେଇଥିବ ବର୍ତ୍ତମାନ ତାକୁ ସେ ଧରିପାରିବନି। ତାକୁ ଯଦି ନ ଧରି ପାରିବ ସେ କ୍ଲାସଟା ତାକୁ ବିରକ୍ତ ଲାଗିବ। ସେ କ୍ଲାସ ବିରକ୍ତ ମାନେ ତାପର କ୍ଲାସ ଚାଲିଲା, ଆଉ କ'ଣ ଅଛି? ସେ ଆକୁ କରିଲା ବେଳକୁ ସେ ନୂଆ ଆଗେଇ ଗଲାଣି, ତାକୁ କରିବା ପାଇଁ ଗଲା ବେଳକୁ ତାପରେ ପୁଣି ଆଗେଇ ଗଲାଣି। ତେଣୁ ସବୁବେଳେ ଆଗେଇ ଚାଲିଥିବ ସିଏ, ଇଏ ପଛରେ ରହିଥିବ, ସବୁବେଳେ ତାକୁ ବୋର ଲାଗୁଥିବ, ତାକୁ ବ୍ୟସ୍ତ ଲାଗୁଥିବ, ତା ପାଇଁ ଅବୁଝା ହେଇ ରହିଥିବ। 5 ଦିନର ଅନୁପସ୍ଥିତି 5 ମାସର କୁ ନଷ୍ଟ କରିବ, ତାହା ବର୍ଷଟା ଯାକର ତୁମର ପ୍ରୟାସରେ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି କରିବ। ଏବଂ ସେ ଗୋଟିଏ ବର୍ଷର ପ୍ରଶ୍ନବାଚୀଟି ଜୀବନ ଯାକର ସବୁ ବର୍ଷ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହେଇଯାଏ। ହଁ, ଯଦି ବ୍ୟକ୍ତି କୌଣସି କାରଣରୁ ନିଜେ ସଂକଳ୍ପବଦ୍ଧ ହେଇ ଲମ୍ଫ ପ୍ରଦାନ କରେ ତେବେ ହୁଏତ ସେ 5 ଦିନର ଅନୁପସ୍ଥିତିକୁ ସେ
ଅତିକ୍ରମ କରି ଯାଇପାରେ, କିନ୍ତୁ ସେତିକି ତୀବ୍ର ଲମ୍ବ ପ୍ରଦାନ କରିପାରିଲେ ତ? ଯେପରି ଆପଣ ଦେଖିଥିବେ, ଯୋଉମାନଙ୍କର ଅଲରେଡି ଖାଇ ପିଇକି ମୋଟା ହେଇଯାଇଛନ୍ତି, ପେଟ ବାହାରି ସାରିଛି, ଖାନଦାନୀ ପେଟ, ଖାନଦାନୀ ଚେହେରା ବୋଲି କହି ଯୋଉମାନେ ଗର୍ବ ଗୌରବ କରୁଥିଲେ, ଯେତେବେଳେ କଷ୍ଟ ଯନ୍ତ୍ରଣା ପାଆନ୍ତି ସେତେବେଳେ ସେମାନେ ଚେଷ୍ଟା କଲେ ମଧ୍ୟ ଆଉ ଝଡ଼ି ପାରନ୍ତି ନାହିଁ। କାହିଁକି ନା ତାକୁ ଝଡ଼ିବା ପାଇଁ ହେଲେ ସେଇଥିପାଇଁ ଜିମ୍ ଯିବାକୁ ପଡ଼େ। ଅଧିକ ତୀବ୍ରତା ସହିତ ତୁମକୁ ଏକ୍ସରସାଇଜ ବା ଯାହା ଯାହା ଏନର୍ଜି ଖସିବା ପାଇଁ ଏନର୍ଜି ତୁମକୁ ବର୍ନ କରିବାକୁ ପଡ଼ିବ। ସେଥିପାଇଁ ଯୋଉ ତୀବ୍ର ଏକ୍ସରସାଇଜ ଦରକାର ହୁଏ ବଡି ପାଇଁ ବା ବ୍ୟାୟାମ ଦରକାର ହୁଏ, ତାହା ତୁମ ବୟସ ଯେତେବେଳେ ପରମିଟ କରେ ନାହିଁ, ସେତେବେଳେ ଆଉ କିଛି କରିପାରନ୍ତି ନାହିଁ। ଭାଗ୍ୟକୁ ନିନ୍ଦନ୍ତି। ଯିଏ କହୁଥିଲେ ମୋର ଖାନଦାନୀ ଚେହେରା, ସେ ହିଁ ଯନ୍ତ୍ରଣା କଷ୍ଟ ପାଆନ୍ତି। ତୁମ ସେତେବେଳେ ସେଗୁଡ଼ିକ ହଉଛନ୍ତି ଆକ୍ଚୁଆଲି ହାସ୍ୟାସ୍ପଦ କଥା। ଭଗବାନଙ୍କୁ ଦୋଷ ଦେବା ହଉଛି ନିଜର ଯୋଉ ଦୁର୍ବଳତା ପ୍ରତି ସମର୍ଥନ ପ୍ରକାଶ କରିବା। ଯାହାକୁ ତୁମେ ସମର୍ଥନ ପ୍ରକାଶ କରୁଛ ତାହା କେବେ ବି ତୁମ ଠାରୁ ଯିବ ନାହିଁ। ତେଣୁ ତୁମେ ସବୁବେଳେ ସେଇ ଅଧୋଗତିର ଦିଗରେ ହିଁ ଚାଲିଥିବ। କହୁଛନ୍ତି ମନୁଷ୍ୟ ଜାତି ଲାଗି ଏଥିରୁ ପ୍ରକୃତରେ କେଡ଼େ ବଡ଼ କଥା ଶିଖିବାକୁ ନାହିଁ। ମା ଲକ୍ଷ୍ମୀଙ୍କର ଯେ ଭଗବାନ ସମସ୍ତଙ୍କ ପାଇଁ ସମାନ ଭାବନା ରଖିଥାନ୍ତି। ଆଉ ମତେ ଯିଏ ଆଘାତ କରୁଛି, ଯିଏ ପୂଜା କରୁଛି, ଉଭୟଙ୍କ ଭିତରେ ହିଁ ନିଜେ ପରମ ମୋରି ଅଗ୍ରଗତି ପାଇଁ ପରିବେଶ ପରିସ୍ଥିତି ତିଆରି କରିଛନ୍ତି। ଏଇ ମନୋଭାବର ସହ ଏହା ସତ୍ୟ ଏବଂ ମନୋଭାବ ରଖିବା ବି ଉଚିତ। ଏହି ମନୋଭାବ ରଖିଲେ ଅଗ୍ରଗତି ତୀବ୍ର ହେବ। ମା ଭାଇ ସେ ପାର୍ଥକ୍ୟ କଥା କହିଲେ ବୁଝି ହେଲା, ଯାଉ ଟିକେ ଦେଖ, ପାର୍ଥକ୍ୟ ବୋଧ ଜ୍ଞାନ ଆଣିବା ପାଇଁ ହେଲେ ମାନସିକ ଅଗ୍ରଗତି ନିହାତି ଦରକାର। ଆମେ ଯେତେବେଳେ ଯୋଉ କଥାଟି କରୁଛନ୍ତି, ଯୋଉ କାମଟି କରୁଛନ୍ତି, ଯୋଉ ଚିନ୍ତାଟି କରୁଛନ୍ତି, ଯୋଉ କଥାଟିଏ କହୁଛନ୍ତି, ସେତେବେଳେ ଆମକୁ ଟିକେ ଟିକେ ବିଜ୍ଞ ହବାକୁ ପଡ଼ିବ। ବର୍ତ୍ତମାନ ଏଇ 5ଟି ଶବ୍ଦ ମୁଁ କହିକି ଗୋଟେ କାର୍ଯ୍ୟ କଲି, ତାପରେ ନିଜକୁ ପଚାରିବାକୁ ପଡ଼ିବ ଯେ ସବୁ ଯାକ ଶବ୍ଦ ମୋର ସେଠି ଆବଶ୍ୟକ ଥିଲା କି? ମୁଁ ଯୋଉ ଜାଗାରେ ମୌନ ରହିଲି, ସେଇଠି କୌଣସି ଶବ୍ଦ ପ୍ରୟୋଗ ନ କରିବା ମୋର ଆବଶ୍ୟକ ଥିଲା କି? ଏଇ ପ୍ରଶ୍ନଟି ନିଜକୁ ପଚାରିବାକୁ ପଡ଼ିବ। ଏଟା ହଉଛି ପ୍ରଥମ ଷ୍ଟେପ। ଉଭୟଟି ପଚାରି, ମୁଁ ଅଧିକ ଶବ୍ଦ ପ୍ରୟୋଗ କଲି କି? ମୁଁ କମ ଶବ୍ଦ ପ୍ରୟୋଗ କଲି କି? ନିଜକୁ ଆଗ ପ୍ରଶ୍ନବାଚୀ ଉଠେଇବ। ସେ ପ୍ରଶ୍ନବାଚୀ ଉଠେଇଲେ କଣ ହବ, ମୋ ଭିତରେ ମନର ସେଇ ଯୋଉ ଦିଗଟି, ଯୋଉ ଦିଗଟି ନିର୍ଣ୍ଣାୟକ ନିରୀକ୍ଷଣ କରେ, ସେଇଟା ଡେଭଲପ। ତାପରେ କଣ କରିବେ, ଯୋଉ ଶବ୍ଦ ଯୋଉ କଥା ଯାହା କହୁଛନ୍ତି ତାକୁ ଦେଖିବେ ଯେ ସେଇ କଥା ବା ସେଇ କାର୍ଯ୍ୟ ବା ସେଇ ଚିନ୍ତା ମୁଁ କଲେ କାହାର ଲାଭ ହଉଛି, କିଏ ସେଥିରେ ଖୁସି ପାଉଛି। ମୋର ମନ ପ୍ରାଣ ଖୁସି ପାଉଛନ୍ତି ନା ମୋର ଅଗ୍ରଗତି ପାଇଁ ଆତ୍ମା ଖୁସି ପାଉଛି? ଦେଖନ୍ତୁ, ସବୁ ଜାଗାରେ ମୋ ଭିତରେ ଉତ୍ତର ରହିଛି। ମୁଁ ଜାଣିଛି ଯେ ଏଠି କିଏ ଖୁସି ପାଉଛି। ଯଦି ମୋର ଜଣେ ଚିହ୍ନା ଲୋକ ଏବଂ ଆଉ ଜଣେ ଅଚିହ୍ନା ଲୋକ, 2 ଜଣ ବ୍ୟକ୍ତି ମୋ ପାଖକୁ ଆସିଲେ, ମୁଁ ଚିହ୍ନା ବ୍ୟକ୍ତି ଯାହା କହୁଛନ୍ତି ତାଙ୍କ ପ୍ରତି, ତାଙ୍କ କଥା ପ୍ରତି ମୋର ଯେତିକି ବିଶ୍ୱାସ ରହିଛି, ଆଉ ଜଣେ ଅଚିହ୍ନା ବ୍ୟକ୍ତି ପ୍ରତି ମୋର ଯେତେବେଳେ ସେ ସେଇ ଏକା କଥା କହିଲେ ମଧ୍ୟ ସମାନ ବିଶ୍ୱାସ ଆସେ ନାହିଁ। କାହିଁକି ଆସେ? ତାର କାରଣ ହଉଛି ମୋ ଭିତରେ ଗୋଟେ ପାର୍ଥକ୍ୟ ବୋଧ ଜ୍ଞାନ ଅଛି। ନାହିଁ ନୁହଁ, ଅଛି। କଣ ସେଟା? ଯେ ମୁଁ ଜାଣିଛି ଏଇ ବ୍ୟକ୍ତିକୁ ମୁଁ ଚିହ୍ନିଛି, ତେଣୁ ଇଏ ଯାହା କହୁଛନ୍ତି ମୋ ସେ ବ୍ୟକ୍ତି ସହିତ ସମ୍ପର୍କ ଅଛି। ମୁଁ ଜାଣିଛି ସେ ବ୍ୟକ୍ତି ଠିକ କୁହନ୍ତି କି ଭୁଲ କୁହନ୍ତି,
ତେଣୁ ସେ ଯାହା କହୁଛି ସେ ହେଇଥିବ। ଏବଂ ଯୋଉ ବ୍ୟକ୍ତି ଅଛି ନା, ସେଠି କଣ ହଉଛି, ଜାଣିନି ନା, ସେ ଲୋକଟାକୁ ଚିହ୍ନି ନାହିଁ, କହୁଛି ଠିକ ଯେ, ଏଠି ଯେଟା ଉଠେ। ଏଇ ଯୋଉ ଯେଟା ଉଠେ କାହିଁକି ଉଠୁଛି, ତାମାନେ ମୋର ଏ ବ୍ୟକ୍ତି ପ୍ରତି ରୁଚି ଅଛି, ସେ ବ୍ୟକ୍ତି ପ୍ରତି ରୁଚି ନାହିଁ। ରୁଚିଟା ଡିଫାଇନ ହେଇଗଲା କଣ, ମୁଁ ଆଗରୁ ଏ ଲୋକଟାକୁ ଚିହ୍ନିଛି, ଆଗରୁ ତା ସହିତ ମିଶିଛି, ଏ ଲୋକଟା ସହିତ ମିଶି ନାହିଁ, ଏଇଟା ବି ରୁଚି, ଏଇଟା ବି ହଉଛି ବ୍ୟକ୍ତି କୈନ୍ଦ୍ରିକ। ଏଇଠି ମତେ ଊର୍ଧ୍ୱକୁ ଉଠିବାକୁ ପଡିବ। ଊର୍ଧ୍ୱକୁ ଉଠିକରି ଦେଖିବାକୁ ପଡିବ ଯେ ମୋର ଯୋଉ କଥା ଟିକେ କହୁଛି ତାହା ଯୁକ୍ତି ସଙ୍ଗତ କି ନୁହେଁ। ତେବେ ସେତେବେଳେ ମୋ ପାଖରେ ଯୋଉ ଏକ୍ସପିରିଏନ୍ସ ଥିବା ବ୍ୟକ୍ତି ବା ମୋ ଚିହ୍ନା ବ୍ୟକ୍ତି, ମୋ ଅଚିହ୍ନା ବ୍ୟକ୍ତି, ଏ ଦିଟା ଭିତରେ ମୋ ଫରକ ନ କରି ମୁଁ ପାର୍ଥକ୍ୟ ବୋଧ ଯୋଉ ଜ୍ଞାନଟା କରୁଥିଲି ମୋ ଚିହ୍ନା ଲୋକ ମୋ ଅଚିହ୍ନା ଲୋକ, ସେଇ ପାର୍ଥକ୍ୟ ବୋଧ କରିବି, ସେଇ ଯୋଉ ଘଟଣାଟି ସେଇଟା ମତେ ବା କାର୍ଯ୍ୟକୁ ମାଙ୍କୁ ଦିଗରେ ନବ ବା ଅଗ୍ରଗତି ଦିଗରେ ନବ, ନା ମୋର ବ୍ୟକ୍ତିଗତ କିଛି ରୁଚିକୁ ସମର୍ଥନ କରୁଛି। ଯଦି ପ୍ରଥମରୁ ଦେଖିଲେ ଏଇଟା ମୋର ଚିହ୍ନା ଲୋକ, ତେଣୁ ତା କଥା ମୁଁ ନିଶ୍ଚୟ ଶୁଣିବି, ତାହେଲେ ସେଇଠି ଆଗ ଡିଫାଇନ ହେଇଗଲା ଯେ ପାର୍ଥକ୍ୟ ବୋଧ ମୋର, ମୁଁ ବ୍ୟବହାର କଲି ନାହିଁ। ମୁଁ କଣ କଲି, ମୋ ଲୋକ ତ, ତେଣୁ ତା କଥା ମୁଁ ଶୁଣିଲି। ତାକୁ ବେଳେ ବେଳେ କୁହାଯାଏ ଆସକ୍ତି, ସଂକୀର୍ଣ୍ଣତା, ଏସବୁ ଜିନିଷ କୁହାଯାଏ। ସେଇଠି କିନ୍ତୁ ମୁଁ କଣ କରିବି, ମୋ ରୁଚିକୁ ବ୍ୟବହାର ନ କରି ମୁଁ ବ୍ୟବହାର କରିବି ଯେ କଥାଟି ମାଙ୍କ ପାଖରେ ଥୋଇବି, ମାଙ୍କୁ କହିବି ଯେ ମା, ଏଇଟା ଅଗ୍ରଗତି ଦିଗରେ ସହାୟକ ହଉଛି କି ନା। ଯଦି ଟିକେ ମନ ଆକ୍ଟିଭ ଅଛି ତାହେଲେ ଆପଣ ଜାଣିଯିବେ ସହାୟକ ହଉଛି କି ନା। ଯଦି ଆକ୍ଟିଭ ନାହିଁ ତାହେଲେ ମାଙ୍କୁ କହିବେ, ବାରମ୍ବାର କହିବେ, ନା ବାରମ୍ବାର ନା, କହିବେ। ସେ ଜଣୁ ଯୋଉ କହିଲେ ଯାହାକୁ ମୁଁ ଚିହ୍ନିଛି ଜାଣିଛି, ମୁଁ ତାକୁ ମାନେ ଭଲ ସେ ଜାଣିଛି, ମୁଁ ଜାଣିଛି ସିଏ ଯାହା କହିବ କି କରିବ ମୁଁ ଭଲ ପାଏ, ହୁଁ। ଜାଣିଛି। ଆଉ କଣ ନାଇଁ, ସେଇଟାକୁ ବି ସେଇଥିପାଇଁ କହୁଛି, ସେଇଟାକୁ ବି ନେଇକି ମାଙ୍କ ପାଖରେ ଥୋଇବାକୁ ପଡିବ। ଏଇଟା ହଉଛି କଥା। ଏଇଟା ହଉଛି ଆଉ ଗୋଟେ ଷ୍ଟେପ। ମୁଁ ଜାଣିଛି, ବୁଝିଛି, ସବୁ ଠିକ, ମନା କରୁନି ମୁଁ, କିନ୍ତୁ ସେଇଟାକୁ ବି ମାଙ୍କ ପାଖରେ ଥୋଇବାକୁ ପଡିବ। ତାହେଲେ ମୋ ଭିତରେ ପାର୍ଥକ୍ୟ ବୋଧଟି ଆଉ ଟିକେ ଅଧିକ ଡେଭଲପ ହବ। ବର୍ତ୍ତମାନ ମୋ ଭିତରେ ପାର୍ଥକ୍ୟ ବୋଧ ଅଛି, ଆମେ ପ୍ରଥମେ ସେଥିପାଇଁ କହିଲି ମୋ ଭିତରେ ପାର୍ଥକ୍ୟ ବୋଧ ଅଛି, ମୁଁ ଜାଣିଛି ଯେ ଏ ବ୍ୟକ୍ତିକୁ ମୁଁ ଯାହାକୁ ଜାଣିଛି ସେ ମୋ ଭଲ କଥା ହିଁ କୁହନ୍ତି, ଅଛି, କିନ୍ତୁ ତାକୁ ଆଉ ଗୋଟେ ଲେବୁଲକୁ ନବାକୁ ଆମର ଏଠି ଆଲୋଚନା ହଉଛି। ସେ ଲେବୁଲ ହଉଛି ମୋ ମାଙ୍କ ଶକ୍ତି ଦ୍ଵାରା ମୁଁ ସେଇ ପାର୍ଥକ୍ୟ ବୋଧକୁ ବ୍ୟବହାର କରିବି। ମୋର ପାର୍ଥକ୍ୟ ବୋଧ ରହିବ ଯେ ମତେ ମାଙ୍କ ପାଖକୁ କେତେ ଅଧିକରୁ ଅଧିକ ନବ। ତେଣୁ ଯୋଉ ବ୍ୟକ୍ତି ମୁଁ ଜାଣିଲେ ମଧ୍ୟ ସେ କଥାକୁ ନେଇକି ମାଙ୍କ ପାଖରେ ଥୋଇବି ଏବଂ ମାଙ୍କୁ କହିବି ଯେ ମା, ତମେ ମତେ ଗାଇଡ କର। এটা হচ্ছে ଆଉ ଗୋଟେ ଲେବୁଲ। ସେଥିପାଇଁ ମା, ଥ୍ୟାଙ୍କ ୟୁ ଅଲ୍ ଓଭର।